ऋषिଙ୍କୁ ବାନ୍ଧି ଆଣିବାର କାରଣ କଣ? ଋଷିଙ୍କ ଆଶ୍ରମରେ ଏସବୁ ଧନରତ୍ନ ସବୁ ଥିବା ଯୋଗୁ ଆମେ ଋଷିଙ୍କୁ ବାନ୍ଧିକିରି ଆଣିଛୁ। ଋଷି ଚିନ୍ତା କଲେ ମୁଁ ତ ନିର୍ଦ୍ଦୋଷ, ନିର୍ଦ୍ଦୋଷ ମୁଁ ଏଥିରେ କିଛି ଦୋଷ କରିନି, ଦୋଷ କରିନାହାନ୍ତି ଆପଣ। କାହିଁକି ଶୁଳିରେ ବସାଗଲା କାହିଁକି? ଏହି କଥାକୁ ପଚାରିବା ପାଇଁ ପହଞ୍ଚି ଗଲେ ଯମାଳୟରେ, ଯମରାଜାଙ୍କ ନିକଟରେ। ଯେତେବେଳେ ପହଞ୍ଚି ଗଲେ ପଚାରିଲେ ଯମରାଜାଙ୍କୁ, ଯମରାଜ ପାଦ ତଳେ ପଡିଗଲେ, ହେ ଋଷିବର କେତେ କାର୍ଯ୍ୟ ମୋ ଉପରେ ଆଗମନ, ଏ କାର୍ଯ୍ୟରେ ଆପଣ ଆଗମନ କରିଛନ୍ତି। ଋଷି ପଚାରିଲେ, ଏ ଧର୍ମରାଜ ଆପଣଙ୍କ ଧର୍ମ ବିଚାର କରନ୍ତି, ମୁଁ ତ କିଛି ଦୋଷ କରିନି, କାହିଁକି ମତେ ଶୁଳିରେ ବସାଗଲା, କାହିଁକି ଦଣ୍ଡ ଦିଆଗଲା? ହାତ ଯୋଡ଼ିଦେଲେ ଯମରାଜ, କହିଲେ ହେ ଋଷି ପ୍ରବର, ଆପଣଙ୍କର ବାଲ୍ୟ ସମୟ କଥା ମନେ ନାହିଁ? ଆପଣ ଗୋଟିଏ ପ୍ରଜାପତି ଦେହରେ ସୂଚୀବିଦ୍ଧ କରିପାରିଲ, ସେ ପ୍ରଜାପତି କଷ୍ଟ ପାଇ ଆପଣଙ୍କୁ ଅଭିଶାପ ଦେଇଥିଲା, ଆପଣ ସେ ଫଳ ଭୋଗ କଲେ। ଆଉ ଗୋଟିଏ ସୁନ୍ଦର କଥା, ଆଉ ସୁନ୍ଦର କଥା କଣ? ଭୀଷ୍ମ ମହୋଦୟ କୁରୁକ୍ଷେତ୍ର ଯୁଦ୍ଧର ଯିଏ ହେଉଛନ୍ତି ଜଣେ ଶ୍ରେଷ୍ଠ ଯୋଦ୍ଧା, ପଡ଼ିଛନ୍ତି ସରଶଯ୍ୟାରେ, ଡାକିଦେଲେ ମୁଁ ଟିକେ ଶେଷ ଦର୍ଶନ ଚାହୁଁଛି। ସେଇ ବିଶ୍ୱ ଚିନ୍ତାମଣିଙ୍କର ଶେଷ ଦର୍ଶନ। ବିଶ୍ୱ ଚିନ୍ତାମଣି ଆସି ପହଞ୍ଚି ଗଲେ, ହାତ ଯୋଡ଼ିଦେଲେ। ଭୀଷ୍ମ ପିତାମହ ପ୍ରଭୁଙ୍କର ପ୍ରଭୁଙ୍କର ରୂପକୁ ଅନୁନୟ କରୁଛନ୍ତି। ଭୀଷ୍ମ ପିତାମହ ପଡ଼ିଛନ୍ତି ସରଶଯ୍ୟାରେ, ହାତ ଯୋଡ଼ିଦେଲେ, ଠାକୁରେ ସେଇ ରୂପକୁ ଦର୍ଶନ କରୁଛି, ମୁଁ ତ କିଛି ଦୋଷ କରିନି, କାହିଁକି ଏ ସରଶଯ୍ୟାରେ ପଡ଼ିଛି? ପ୍ରଭୁ କୃଷ୍ଣ ଭଗବାନ ମନେ ପକାଇଦେଲେ, କହିଲେ ହେ ପିତାମହ, ତୁମର ଯୁବକ ଅବସ୍ଥାରେ ତୁମର ନାମ ଥିଲା, ତୁମେ ରାଜ ଦରବାରକୁ ଯାଉଥିଲ, ପଥରେ ଗୋଟିଏ ସର୍ପ ତୁମକୁ ଜଗିଲା, ସୁନ୍ଦର ରୂପକୁ ଦେଖି, ତୁମର ସେ ସୁନ୍ଦର ରୂପକୁ ଦେଖି ତୁମର ବାଟକୁ ଯେତେବେଳେ ଜଗିଛନ୍ତି, ତୁମେ କଣ କଲ? ନିଜର ତୀର ମୁନ ଦ୍ୱାରା ସର୍ପଟିକୁ ଉଠେଇ ଫିଙ୍ଗି ଦେଲ। ପଡ଼ିଲା ଯାଇକି କଣ୍ଟକୀର୍ଣ୍ଣ ସ୍ଥାନରେ, ସର୍ପ ଛଟପଟ ହେଲା, ସର୍ପ ଯେଉଁଆଡେ ଗଲା ତା ଦେହରେ କଣ୍ଟା ବିଦ୍ଧ ହେଲା। ହାତ ଯୋଡ଼ି ଡାକିଲା, ଠାକୁରେ ମୁଁ ଟିକେ ସୁନ୍ଦର ରୂପକୁ ଦର୍ଶନ